ଜୟ ଜଗନ୍ନାଥ ସାଙ୍ଗମାନେ ରୁହନ୍ତୁ ଭିଡ଼ିଓଟି କେହି ସ୍କିପ୍ କରନ୍ତୁନି। ଭିଡ଼ିଓଟି କେବଳ ଆପଣମାନଙ୍କ ପାଇଁ ଖାସ୍ ଆଣିଛି। ସାଙ୍ଗମାନେ ମୋର କହିବାର କଥା ହେଲା ଆପଣମାନଙ୍କୁ ଅନ୍ୟମାନେ ଲୋକମାନେ ଟ୍ୟାଗ୍ କରୁଛନ୍ତି ଆପଣଙ୍କୁ ନ ପଚାରିକି ଆପଣଙ୍କ ଆଇଡ଼ିରେ ଡାଇରେକ୍ଟ ଭିଡ଼ିଓ ହଉ ଫଟୋ ହଉ ଟ୍ୟାଗ୍ କରୁଛନ୍ତି, କିନ୍ତୁ ଆପଣ ତାଙ୍କୁ ଚାହୁଁନାହାନ୍ତି ଯେ ମୋ ଆଇଡ଼ିରେ କେହି ଟ୍ୟାଗ୍ କରନ୍ତୁ ବୋଲି। ଆପଣ ତାଙ୍କୁ ସେ ଭିଡ଼ିଓକୁ ବା ଫଟୋକୁ ଆପଣ ଲାଷ୍ଟକୁ ରିମୁଭ୍ କରୁଛନ୍ତି, ନହେଲେ ଡିଲିଟ୍ କରୁଛନ୍ତି। ଯଦି ଆପଣ ଜମାରୁ କେହି ବି ଆପଣଙ୍କ ଆଇଡ଼ିକି ଟ୍ୟାଗ୍ କରିପାରିବେନି, ସେଭଳିଆ ଗୋଟେ ସେଟିଂ ଅଛି। ମୁଁ ଆପଣଙ୍କୁ ସେ ସେଟିଂ ଅୟାକି ଅଫ୍ କରିଦେଲେ ଆପଣଙ୍କୁ କୌଣସି ଲୋକ ଟ୍ୟାଗ୍ କରିପାରିବେ ନାହିଁ ଆପଣଙ୍କ ବିନା ପରମିଶନରେ। ଆପଣଙ୍କୁ ଯଦି ଯିଏ ଟ୍ୟାଗ୍ କରିବ ଆପଣଙ୍କୁ ସେ ଶୋ କରିବ। ଆପଣ ଯଦି ତାକୁ ଆକ୍ସେପ୍ଟ କରିବେ ତାହେଲେ ଆପଣଙ୍କ ଆଇଡ଼ିରେ ସେ ଶୋ କରିବ। ଯଦି ଆକ୍ସେପ୍ଟ ନ କରିବେ ସେ ସେମିତି ରହିଯିବ, ଆପଣ ଆଇଡ଼ିକି ଜମା ଆସିବ ନାହିଁ। ତ ଚାଲନ୍ତୁ ସେ ସେଟିଂଟା କ'ଣ ଆଉ କେଉଁଠି ଯାଇକି ଅଫ୍ କରିବାକୁ ପଡ଼ିବ ମୁଁ ଆପଣଙ୍କୁ ମୋବାଇଲ ସ୍କ୍ରିନ୍ରେ ଦେଖାଉଛି। ଏବେ ଚାଲନ୍ତୁ ଯିବା ମୋବାଇଲ ସ୍କ୍ରିନ୍ ଉପରକୁ। ଆପଣ ଦେଖିପାରୁଥିବେ ମୁଁ ବର୍ତ୍ତମାନ ଫେସବୁକଟି ଓପନ୍ କଲି। ଇଏ ହେଉଛି ମୋର ପୁରୁଣା ଆଇଡ଼ି। ପୁରୁଣା ଯାଇକି ଆପଣ ପ୍ରୋଫାଇଲକି ଅନ୍ କରିବେ। ଅନ୍ କରିକି ଦେଖିପାରୁଥିବେ ଏଇଠି ଅଛି ସେଟିଂକି କ୍ଲିକ୍ କରିବେ। ସେଟିଂକି ତଳକୁ ଟିକେ ଆସିବେ। ତଳକୁ ଆସିଲା ପରେ ଲେଖିବ ପ୍ରୋଫାଇଲ୍ ଆଣ୍ଡ ଟ୍ୟାଗିଂ। ଏଇଠି କ୍ଲିକ୍ କରିବେ। ଫାଷ୍ଟ ଦେଖିବେ ହୁ କ୍ୟାନ୍ ପୋଷ୍ଟ ଅନ୍ ୟୋର ପ୍ରୋଫାଇଲ୍। ଏଇଠି ଯେଉଁ ଅଛି ଫ୍ରେଣ୍ଡ ଅଛି ଆକୁ ଓନ୍ଲି ମି କରିବେ। ଏଇଠି ଓନ୍ଲି ମି କରିବେ। ତାପରେ ଆସିବେ ହୁ କ୍ୟାନ୍ ସି ହ୍ୱାଟ୍ ଅଦର ପୋଷ୍ଟ ଅନ୍ ୟୋର ପ୍ରୋଫାଇଲ୍। ବାସ୍ ଏଇଠି ଯେଉଁ ଫ୍ରେଣ୍ଡ ଅଛି ତାକୁ ପୁଣି ଓନ୍ଲି ମି କରିକି ତାକୁ ସେଭ୍ କରିବେ। ତାପରେ ତଳୁ ଟିକେ ଆସିବେ। ତାପରେ ଲେଖିବେ ହୁ କ୍ୟାନ୍ ପୋଷ୍ଟ ଦ୍ୟାଟ୍ ୟୋର ଟ୍ୟାଗ୍ ଅନ୍ ୟୋର ପ୍ରୋଫାଇଲ୍। ଏଠି ପୁଣି ଓନ୍ଲି ମି କରିବେ, ପୁଣି ତାକୁ ସେଭ୍ କରିବେ। ଏତିକି କାମ କରିଦେବେ, ଦେଖିବେ କୌଣସି ଲୋକ ବି ଆପଣଙ୍କ ଆଇଡ଼ିରେ କୌଣସି ଲୋକ ବି ମନ ଇଚ୍ଛା ଆପଣଙ୍କୁ କେହି ଟ୍ୟାଗ୍ କରିପାରିବେ ନାହିଁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ, ନିଶ୍ଚୟ ଭିଡ଼ିଓଟିକୁ ସେୟାର କରିବେ। ରହିଲି, ଜୟ ଜଗନ୍ନାଥ।